ଆମର ଆମର ବ୍ଲକ କନସର୍ନରେ ମୁଁ ହେଉଛି ଆମର କଲା ଭବାନୀପାଟଣା ବ୍ଲକର ଏଇଟା ଆମର 17 ତାରିଖରୁ ଆରମ୍ଭ ହେଇଛି ସେନ୍ସସ୍ ଟ୍ରେନିଂ ପ୍ରୋଗ୍ରାମ। ଫିଲ୍ଡ ଲେଭେଲ ଯେଉଁ ଏନ୍ୟୁମରେଟର୍ସ ଆର୍ ସୁପରଭାଇଜର ଯେଉଁମାନେ ଗ୍ରାଉଣ୍ଡକୁ ଯାଇକରି ଡାଟା କଲେକ୍ସନ୍ କରିବେ ରିଗାର୍ଡ଼ିଂ ସେନ୍ସସ୍ ସେମାନଙ୍କର ଟ୍ରେନିଂ ଚାଲିଛି। ଆଉ ଏ ଟ୍ରେନିଂଟା ଦେଉଛନ୍ତି ଆମର 6 ଜଣ ଯେଉଁ ଫିଲ୍ଡ ଲେଭେଲ ଟ୍ରେନର୍ସ ଅଛନ୍ତି ଯେଉଁମାନେ ବିଭିନ୍ନ ଅନୁଷ୍ଠାନରେ ସେମାନେ ଲେକ୍ଚରର୍ସ ଅଛନ୍ତି ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ସେମାନଙ୍କୁ ଆମେ ହାୟର କରିକି ଏ ଟ୍ରେନିଂଟା ଆମେ ଦିଆଯାଉଛି ଫିଲ୍ଡ ଏନ୍ୟୁମରେଟର୍ସ ମାନଙ୍କୁ। ଆମର ଆମର ବ୍ଲକ କନସର୍ନରେ ମୁଁ ହେଉଛି ଆମର କଲା ଭବାନୀପାଟଣା ବ୍ଲକର ସେନ୍ସସ୍ ଚାର୍ଜ ଅଫିସର। ଆଉ ଆମର ଅଣ୍ଡରରେ 308 ଜଣ ହେଉଛନ୍ତି ଏନ୍ୟୁମରେଟର୍ସ, 51 ଜଣ ହେଉଛନ୍ତି ଆମର ସୁପରଭାଇଜର। ସେମାନଙ୍କୁ ଆମେ ସମସ୍ତଙ୍କୁ 17ରୁ 26 ତାରିଖ ପର୍ଯ୍ୟନ୍ତ ସବୁଦିନ ଆମେ 150 ଲେଖାଏଁ ଗୋଟେ ଲୋକଙ୍କୁ ଆମେ 3 ରାଉଣ୍ଡ ଟ୍ରେନିଂ ଦେଉଛୁ। ତ ଗୋଟେ ଦିନରେ ଆମେ 150 ଲୋକଙ୍କର ଟ୍ରେନିଂ ହେଉଛି ଆଉ ସେଇଟା 26 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଇଟା ନିର୍ବାଚନ ଏଇଟା ନୁହଁ, ଯେତେ ଆମ ସରକାରଙ୍କର ଯେଉଁ ପ୍ରୋଗ୍ରାମ ପଲିସି ସବୁ ଯେଉଁ ଫର୍ମୁଲେସନ୍ ହୁଏ ଲୋକଙ୍କର ବେନିଫିଟ୍ ପାଇଁ ଟାର୍ଗେଟ ଓରିଏଣ୍ଟେଡ୍ ଯେଉଁ ପଲିସି ସବୁ କ୍ରିଏଟ୍ କରାଯାଏ ତାର ପାଇଁ ଗୋଟେ ବ୍ୟାକଗ୍ରାଉଣ୍ଡ ରହିବା କଥା, ସୋସିଓ ଇକୋନୋମିକ୍ ଜିଓଗ୍ରାଫିକାଲ ପ୍ରୋଫାଇଲ୍ ଆମେ କ୍ରିଏଟ୍ କରିବା କଥା, ତେବେ ଆମେ ଜାଣିପାରିବା ଯେ ଟାର୍ଗେଟ ଗ୍ରୁପ୍ କିଏ ଓରିଏଣ୍ଟେଡ୍ ଗ୍ରୁପ୍ କିଏ ସବୁ ଜିନିଷ ସେଇ ସକାଶେ ସେନ୍ସସ୍ଟା ଆମର ଫର୍ମୁଲେସନ୍ ହୁଏ। ପ୍ରତ୍ୟେକ 10 ବର୍ଷରେ ଏଇଟା ହେବା କଥା, କିନ୍ତୁ ଗଲା ଥର ଆମର ଯେହେତୁ ହେଇପାରିନଥିଲା 2021ରେ କୋଭିଡ଼ ପାଇଁ ସେଇଟା ହେଇପାରିନଥିଲା, ଏଇଟା ଲେଟ୍ ହେଇଛି ଯେଉଁଟା ଆମର 16 ଇୟର୍ସ ପରେ ଏଇଟା ଆମେ କରିଛୁ ଆଉ ତାକୁ ଆମେ 2028 ସୁଦ୍ଧା ତାକୁ କମ୍ପ୍ଲିଟ୍ କରିବା ପାଇଁ